ଓಂ ନମୋ ଭଗବତେ ବାସୁଦେବାୟ। ଓଂ ନମଃ। ଗଙ୍ଗା ତଟରେ ଶୁକଦେବଙ୍କୁ ପରୀକ୍ଷିତଙ୍କର ପ୍ରଶ୍ନ। ବେଷ୍ଟିତ ଋଷିଗଣ ମଧ୍ୟ ସେ ଶୁକ ବସିଲେ ଆନନ୍ଦେ ଶଶାଙ୍କ ଜେନେ ତାରା ମେଳେ ବିରାଜେ ଗଗନ ମଣ୍ଡଳେ। ପ୍ରଶାନ୍ତ ଚିତ୍ତ ମୁନିବର କୁଣ୍ଠ ଧୀଷଣା ଯାହାର ସେ ମୁନି ପାଦେ ନମସ୍କାର କରି ଝୁଡ଼ିଲା ବେନିକର। ନିର୍ମଳ ବାକ୍ୟ ସୁଧାଧାର ମୁନିଙ୍କି ଚାହିଁ ନୃପବର ଉଚ୍ଛଇ ବେନିକର ଯୋଡ଼ି ଚରଣେ ପୁଣ ପୁଣ ପଡ଼ି। ଦ୍ୱିତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟ। ଶ୍ରୀ ଭାଗବତ ଗ୍ରନ୍ଥ ସାର ଉଦ୍ଦେଶ୍ୟ ଲକ୍ଷଣ ତାହାର ଦ୍ୱିତୀୟ ସ୍କନ୍ଧେ ବର୍ଣ୍ଣିତ 10 ଅଧ୍ୟାୟରେ ସମାପତ। ତା ମଧ୍ୟରେ ପ୍ରଥମ ଅଧ୍ୟାୟରେ କୀର୍ତ୍ତନ ଶ୍ରବଣ ଆଦି ଦ୍ୱାରେ ସ୍ଥୂଳ ବିରାଟ ରୂପେ ମନ ଧାରଣା ହୋଇଛି ବର୍ଣ୍ଣନ। ହରିଚରଣ ଚିନ୍ତି ଧ୍ୟାନେ କୋମଳ ଗଭୀର ବଚନେ ରୁମ ପୁଲକ ନିଜ ଦେଇ ଶୁକ କହନ୍ତି ରାଜା ଯାହିଁ। ଶ୍ରୀ ଶୁକ ବାଚ ହେ ପରୀକ୍ଷିତ ନୃପବର ଗରିଷ୍ଠ ପ୍ରଶ୍ନ ଏ ତୋର ପଚାରୁ ଜୀବ ଲୋକ ହିତେ ଯେ ପ୍ରଶ୍ନ ଅଛି ତୋର ଚିତେ। ଏ ଆତ୍ମଜ୍ଞାନୀଙ୍କର ସାର ଏତେ ସଂସାର ଉପକାର ଶ୍ରୁତବ୍ୟ ପ୍ରଶ୍ନ ଅଛି ଯେତେ ଆଗମ ନିଗମ ଉକତେ। ସହସ୍ର ସହସ୍ର ପ୍ରକାରେ ପ୍ରଶ୍ନ ଯେ ଅଛି ଏ ସଂସାରେ ସଂସାର କରିବାର ଆସେ ଯେତେ ଅଛନ୍ତି ଗୃହବାସେ। ଇନ୍ଦ୍ରିୟ ବସେ ଗୃହେ ଥାଇ ଆତ୍ମାର ଏତେ ଜ୍ଞାନ ନାହିଁ। ଆୟୁଷ କ୍ଷୟ ନ ଜାଣନ୍ତି ବିଷୟ ଅର୍ଥ ନିତ୍ୟ ଚିନ୍ତି। ନିଶାର ଅର୍ଥ ବେଳ ନିଦ୍ରା ବା ବଧୁ ସଙ୍ଗ ମେଳ ଦିବସେ ଅର୍ଥ ଚିନ୍ତା କୂଳ କୁଟୁମ୍ବ ପୋଷଣେ ବିକଳ। ଅର୍ଦ୍ଧବାୟ ଶୁଣେ ନାଶ ନିରତେ ସୁଖ ଦୁଃଖ ପ୍ରାସ ସୁତ କଳତ୍ର ଦେହ ପାଇ ଆନନ୍ଦେ ତାଙ୍କ ମଧ୍ୟ ଥାଇ। ବିଷ୍ଣୁ ମାୟା ସତ୍ୟ ଚିନ୍ତି ନିକଟେ ମୃତ୍ୟୁ ନ ଦେଖନ୍ତି। ମରଣ ଦେଖୁଥାଇ ଡୋଳେ ଅଜ୍ଞାନେ ଭ୍ରମେ ସୁଖ ବୋଳେ। ଏଣୁ ସଂସାର ପ୍ରାଣୀଙ୍କର ଆତ୍ମାର ଗତି ଅଗୋଚର। ଏଣୁ ସଂସାର ଭାବ ତେଜି ଆତ୍ମାର ଗତି ଚିତ୍ତେ ହେଜି। ଯେ ହରି ସର୍ବ ଘଟେ ପୁରେ ନିର୍ଲେପ ବାହ୍ୟ ଅଭ୍ୟନ୍ତରେ। ତାର ମହିମା ଶୁଣି କର୍ଣ୍ଣେ ନାମକୁ ଉଚ୍ଚାରିବ ଦନେ। ସ୍ମରଣ କର ହୃଦ ଗତେ ଯେବେ ଅଭୟ ଇଚ୍ଛା ଚିତେ। ଏକଥା ସାଂଖ୍ୟ ଯୋଗେ ଜାଣି ସୁଧର୍ମ ନିଷ୍ଠା ପରିମାଣି। ଜନ୍ମର ଲାଭ ଏ ପ୍ରମାଣ ତେ ସ୍ମରଣ ନାରାୟଣ। ପୂର୍ବେ ନିର୍ମଳ ମୁନି ଯେତେ ତତ୍ତ୍ୱ ବିଚାରି ଭେଦ ମତେ। ବିଧି ନିଷେଧ ଦୂର କରି ବିଷ୍ଣୁର ଭାବ ହୃଦେ ଧରି। ବିଷ୍ଣୁର ଗୁଣ ଅନୁକ୍ଷଣେ ଗୁଣନ୍ତି ଶୁଣନ୍ତି ଶ୍ରବଣେ। ଏ ଭାଗବତ ଧର୍ମବାଣୀ ବ୍ରହ୍ମ ସମାନେ ପରିମାଣି। ଦ୍ୱାପର ଯୁଗ ଅନ୍ତକାଳେ ମୁଁ ଯେ ଅନେକ ଶିଷ୍ୟ ମେଳେ। ମୋର ଜନକ ବ୍ୟାସ ମୁନି ମୁହିଁ ତାହାଙ୍କ ଶିକ୍ଷା ଘେନି। ନିର୍ଗୁଣ ମାର୍ଗେ ମୋର ଚିତ୍ତ ବିଷ୍ଣୁର ଭାବ ହେଲା ଜାତ। ନିଶ୍ଚଳ ଯୋଗେ ମନ ଥୋଇ ଯେବା ଅଭ୍ୟାସ କଲି ମୁହିଁ। କହିବି ତୋର ଆଗେ ତାହା ଶୁଣ ରାଜନ ପୁଣ୍ୟ ଦେହା। ଏ ଭାଗବତ ବାଣୀ କର୍ଣ୍ଣେ ଯେ ଶୁଣେ ଶ୍ରଦ୍ଧା ବଦାନେ ମୁକୁନ୍ଦ ପାଦେ ତାଙ୍କ ମନ ନିଶ୍ଚଳେ ରହେ ଅନୁକ୍ଷଣ। କାମୀ ମୁମୁକ୍ଷୁ କିବା ଜ୍ଞାନୀ ହରି କୀର୍ତ୍ତନ କଲେ ପ୍ରାଣୀ ଅଭୀଷ୍ଟ ଫଳ ତେଣେ ପାଏ ନିର୍ଭୟ ପଥେ ଚିତ୍ତ ରହେ। ଯୋଗ ଅଭ୍ୟାସେ ଯୋଗୀ ଜନେ ଦୀର୍ଘେ ଜୀବନ୍ତି ଯୁଗ ଧ୍ୟାନେ। ସେ ପୁଣି କୃଷ୍ଣ ନାମ ମୁଖେ କହନ୍ତି ଏକ କୁଆରୋକେ। ଦିନ ବଞ୍ଚନ୍ତି କୃଷ୍ଣ ଗାଇ ଅନ୍ତରେ ତାର ପଦ ଧ୍ୟାଇ। ଯେ ହରି ନ ବୋଲେ ବଦନେ କି ପ୍ରୟୋଜନ ଯୁଗ ଧ୍ୟାନେ। କାଳ ନିର୍ଣ୍ଣୟ ନାହିଁ ତହିଁ ହେ ନୃପ ଶୁଣ ମନ ଦେଇ। ମୁହୂର୍ତ୍ତ ମାତ୍ରେ କୃଷ୍ଣ ବାଣୀ ଯେ ଶୁଣେ ଯେବା ମୁଖେ ବଣି। ସେ ପ୍ରାଣୀ ଆତ୍ମାକୁ ଧରେ କି ଭାବ ବହୁ ସମ୍ବତ୍ସରେ। ଖଟ୍ୱାଙ୍ଗ ନାମେ ରାଜା ଥିଲା ସ୍ୱର୍ଗେ ଦେବଙ୍କୁ ହିତ କଲା। ରିପୁ ସଂହାରୀ ଦେବ ପାଶେ ମିଳିଲା ଭକତି ବିଶ୍ୱାସେ। ଦେବେ ବୁଇଲେ ମାଗବର ଶୁଣି ବୁଇଲା ନୃପବର। ଆୟସ ଅଛି ମୋର କେତେ ଦେବେ କହିଲେ ଶାସ୍ତ୍ର ମତେ। ମୁହୂର୍ତ୍ତେ ଅଛି ତୋ ଜୀବନ ଶୁଣି ସନ୍ତୋଷ ରାଜା ମନ। ତକ୍ଷଣ ଆସି ମହି ତଳେ ଭଜିଲା କିଞ୍ଚନ ମେଳେ ମୁହୂର୍ତ୍ତେ ନାମ ଉଚାରିଲା। ଅନ୍ତେ ସେ ଗୋବିନ୍ଦେ ବସିଲା। ଏବେ ଶପଥ ଦିନ ଯାଏ ଜୀବନ ଥିବ ତୋର ଦେହେ। ଏବେ ହରିଙ୍କି ଆଶ୍ରୟ କର କର୍ଣ୍ଣେ ଶୁଣ ମୁଖେ ଉଚାର।
ଯେ ଅନ୍ତକାଳେ କୃଷ୍ଣବାଣୀ ମୁଖେ ଉଚ୍ଚାରେ କନ୍ୟା ଶୁଣି ଯେତେ ବିଷୟ ଆତ୍ମାଭେଦୀ ଅସଙ୍ଗ ସଙ୍ଗେ ଶସ୍ତ୍ରେ ତାହା ଭେଦୀ ବେଗେ ସେ ପଶେ କୃଷ୍ଣ ଭାବେ ଶୁଣ କହିବା ତୋତେ ଏବେ ସେ ପ୍ରାଣୀ ଅନ୍ତକାଳ ଜାଣି ଆତ୍ମାର ହିତ ମନେ ଗୁଣି ଘରୁ ବାହାର ହୋଇବନେ ତପ ଆଚରେ ଧୀର ମନେ ସ୍ନାନ ସାରି ତୀର୍ଥ ଯୋଡ଼େ ଆସନେ ବସିବ ନିଶ୍ଚଳେ ଏକାନ୍ତେ ଯେ ବିଧି ଆସନେ ପ୍ରଥମ ଆଶ୍ରମ ଲକ୍ଷଣେ ଅଭ୍ୟାସ କରି ଶୁଦ୍ଧ ମନେ ତ୍ରିଭୂତ ବ୍ରହ୍ମ ସୁମରଣେ ପ୍ରାଣ ପବନ ଯୁଗେ ରୁନ୍ଧି ସକଳ ଇନ୍ଦ୍ରିୟ ନିରୋଧୀ ବୁଦ୍ଧି ସାରଥି ଆଶ୍ରେ କରି ବିଷୟ ସମୂହ ସଂଘରି କର୍ମେ ଚଞ୍ଚଳ ମନ ବଳେ ନିରୂପୀ କୃଷ୍ଣ ପାଦ ତଳେ ତାର ଶରୀର ଅବୟକେ ଚିନ୍ତିବ ଏକେ ଏକେ ଭାବେ ମନକୁ ନିର୍ବିଷୟ କରି ସକଳ ଚିନ୍ତା ଭରି ହରି ମନ ପ୍ରସନ୍ନ ଯେତେବେଳେ ଜ୍ଞାନ ପ୍ରସରେ ନିଶ୍ଚଳେ ସ୍ୱଭାବେ ମନ ଦୁଷ୍ଟ ପଣେ ଆବୃତ ରଜତ ଗୁଣେ ଏଣୁ ଧାରଣା ଆଶ୍ରେ କରି ମନର ମୂଳ ପୋହରି ଏମନ୍ତ ଯୁଗର ଧାରଣ ଯୋଗୀଙ୍କ ଭକ୍ତି ଲକ୍ଷଣ ଯେ ଭକ୍ତି ଧାରଣାର ବଳେ ଯୁଗ ପ୍ରାପ୍ତ କଳ୍ପ କାଳେ ଏମନ୍ତ ସୁଖ ମୁଖ ଶୁଣି ପରୀକ୍ଷ ବୁଲେ ମନେ ଗୁଣି ରାଜା ପରୀକ୍ଷିତ ବାଚ ଧାରଣା ଯୁଗ ଚିତ୍ତେ ଧରି ଯେମନ୍ତେ ତରେ ବ୍ରହ୍ମଚାରୀ ଯେ ମନ୍ତ୍ର ଧାରଣା ନିଶ୍ଚଳ ବେଗ ହରଇ ମନୋବଳ ये जोग धारणा स्वभाव जे शास्त्र मार्गे अनुभव गुरु वचने किवा जाणी जोग धारणा परिमाणी जेने अभ्यास प्राणी करे जेमंते मनु मळे ता विधि विधान जुगते संक्षेपिक मोग्रते एमंते राजा को वचने से सुख कहती प्रसन्ने शिशुक बाच जित आसन जित प्राण जित विषय इंद्रियण स्थूल शरीरे बुद्धि बळे मन को स्थापिब निश्चळे विशेष गोविंद शरीर अत्यंत मूल स्थूलतर जहि संसार परमाण भूत भविष्य वर्तमान ब्रह्मांड बसे जार देही सप्ताचरणे युक्त हुई विराज पुरुष ए मध्ये बसे धारणा अनुवादे ब्रह्मांड चतुर्दश पुर प्रमाण जार शरीर शुण कहिबा अध ऊर्ध्वे विराट रूप अंग मध्ये पाताल बुली पादमूल प्राष्टिपाताग्र रसातल चरण गुल्प महातल जंग जुगल तलातल सुतल बुली जानु जुगे वितला तल उरुभागे जगन देश महितल नाभिरिवर नभस्थल स्वर्लोक हृदय बसे ज्योति समूह परकाशे कंठ आश्रित महलोक वहने बसे जनलोक ललाटे तप लोक बसे सत्य कल्पित शिर देशे बासव आदि दिगपाल जाहार भुज सुविशाल कर्ण जाहार अष्ट दिशा अश्विनी कुमारे जानासा जलंता अग्नि जावदन नयन गोलक गगन तपन जार चक्षुवेनी उदय अस्त पद्मजेनी जार भुजंग ब्रह्मपद सलील ताकुर सजियोज सकल वेद ब्रह्मरंध्र विकट दंत जमपद जार तुंडे स्नेह गला अध ऊर्ध्वरे दंतमाला जन उन्माद जार हास जे प्रिय विष्णु मायार प्रकाश संसार जार कटाक्ष जीव लोभे चाच प्रत्यक्ष उपर उष्टे लच्छा लज्जा बसे लोभ बसई अधो देशे धर्म बसई स्तन जोगे अधर्म बसे पृष्ठ भागे वेद्रे बसई प्रजापति मित्रा वरुण कुशे स्थिति उदति जार उदर अस्थि समूह मोहिधर शिरा समूह नदीगण वृक्ष औषधि तनुरम अनंत बीर्ज जई बसे श्वास पवन चाषे जार गति जान काल जीव संसार जार खेल जिमुत गण जार केश संध्या जार निज वास प्रकृति हृदय जार मन निशा करो विज्ञान शक्ति जा महिमा अंतकरण रुद्र सीमा
করব সতর ও নখ সমূহ করিবর যে পশু মৃগাদি বিশেষে সর্বকল্পিত শ্রুণী দেশে পক্ষীয়ে যার ব্যাকরণ বুদ্ধি বিষয় মনুগণ যার নিবাস নর দেহ জহি কল্পিত মায়া মোহ গন্ধর্ব বিদ্যাধর আদি চারণ গণিকা প্রসিদ্ধি কিନ୍ନର ଗଣ ଯାର ସ୍ୱର ବୀର୍ଯ୍ୟରେ କଳ୍ପିତ ସ୍ୱର ବ୍ରାହ୍ମଣ ଯାର ମୁକୁଜାତ କ୍ଷତ୍ରିୟ ଭୁଜରୁ ସମ୍ଭୂତ ଉରୁରୁ ବୈଶ୍ୟ ଉତପତି ପାଦରୁ ଜାତ ଶୂଦ୍ର ଜାତି ନାନା ପ୍ରକାର ନାମ ବହି ଅଭୀଷ୍ଟ ଦେବେ ଯାର ଦେଇ ନିଗମ କର୍ମ କାଣ୍ଡ ଯେତେ ଯାହାର କର୍ମ ଏ ଯୁଗତେ ହେମନ୍ତେ ଈଶ୍ୱରର ଦେହେ ବସନ୍ତି ଅବୟବ ପ୍ରାୟ ହେମନ୍ତେ ସ୍ଥୂଳ ଶରୀର ଧାରଣା ଯୋଗେ ନିର୍ବିକାର ମନ ଧରତୁ ଗୋବବ ଯୋଗ ବଳେ ବିଷ୍ଣୁର ଚରଣ କମଳେ ସର୍ବସ୍ୱରୂପ ଭଗବାନ ତା ତହୁଁ କେବା ଅଛି ଆନ ସେ ସର୍ବବୁଦ୍ଧି ଅନୁଭବ ଜୀବ ପରମ ପଦ୍ମନାଭ ସତ୍ୟ ପରମାନନ୍ଦ ନିଧି ତାର ଭଜନ ସର୍ବସିଦ୍ଧି ଜନ୍ମ ମରଣ ଯାର ତହୁଁ କେବା ଗୋଚରେ ତାହା କହୁ ସ୍ୱପ୍ନରେ ଜୀବର ଯେମନ୍ତ ଦେଖ ଇନ୍ଦ୍ରିୟ ବୃତ୍ତାନ୍ତ ସେ ସର୍ବମିଥ୍ୟା ଜୀବ ସତ୍ୟ ଏ ଜ୍ଞାନେ ହୁଇ ମୁକତ ହେମନ୍ତ କହି ସୁକ ମୁନି ହର ସେ ହରି ଭାବ ଘେନି ଆନନ୍ଦେ ପରୀକ୍ଷିତ ମେଳେ ଯାହା କହିଲେ ଗଙ୍ଗା କୂଳେ ଦ୍ୱିତୀୟ ସ୍କନ୍ଧେ ଭାଗବତ କହିଲା ଜଗନ୍ନାଥ অমৃত বাণীর সময়ে প্রিয় জীবন যায় ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতাং দ্বিতীয় স্কন্ধে মহাপুরুষ স্থান বর্ণন নাম প্রথম অধ্যায়। নমো ভগবতে